ସକାଳୁ ବଗିଚାକୁ ଆସି ଦେଖିଲା ବେଳକୁ ସ୍ୱାମୀ ତାଙ୍କର କାମରେ ଲାଗିଯାଇଛନ୍ତି। ତ ମୁଁ ଏଇଠି 3 ମାସ ହବ ଗୋଟେ ଗଛ ହଉଛି କୁଣ୍ଡ ପଡ଼ିକି ଫାଟି ଯାଇଥିଲା। ତ କୁଣ୍ଡରେ ବି ମୁଁ ଆଗରୁ ବି କହିଥିଲି ଯୋଉ ସିମେଣ୍ଟ କୁଣ୍ଡ ଆମେ କିଣୁଛନ୍ତି 50 ଟଙ୍କା 60 ଟଙ୍କା ଦେଇକି, ତ ତାଠୁ ଭଲ ହବ ଗ୍ରୋ ବ୍ୟାଗ୍। କାହିଁକି ନା ଏଇଭଳିଆ ପଡ଼ିଗଲେ କିଛି ଡର ରହିବନି ଫାଟିବାର କି ଭାଙ୍ଗିବାର। ତ ଗ୍ରୋ ବ୍ୟାଗ୍‌ଟା ଟିକେ ଫାଟିବ ବି ନାହିଁ ଯଦି ପବନ ଧୁମ ତୁଫାନରେ ଯଦି ପଡ଼ିଲା ଉଚ୍ଚରୁ ତଳକୁ ମାନେ ଛାତ ଉପରୁ ଯଦି ତଳକୁ ବି ପଡ଼ିଲା, ଜମା କିଛି ନଷ୍ଟ ହବାର ନାହିଁ। ତ ସେଇଥିପାଇଁ ମୋତେ ଗ୍ରୋ ବ୍ୟାଗ୍‌ଟା ବହୁତ ଭଲ ଲାଗେ। ତା ଛଡ଼ା ଗ୍ରୋ ବ୍ୟାଗ୍‌ର ଲାଷ୍ଟିଂ ମିନିମମ୍ 6 ବର୍ଷରୁ 7 ବର୍ଷ ହେଇଯାଉଛି। ତ ବହୁତ ଭଲ ପଡ଼ୁଛି ମୋ ମତରେ। ମୁଁ କାହିଁକିନା ମୁଁ ବହୁତ ଗୁଡ଼ିଏ ଏବେ ଗ୍ରୋ ବ୍ୟାଗ୍ ବି ଏବେ ଅର୍ଡ଼ର କରିଛି ପାଖାପାଖି 60ଟା କି 70ଟା ପାଖାପାଖି। କାହିଁକିନା ବହୁତ ଭଲ ପଡ଼ିଲା ସେଥିପାଇଁକା ପୁଣି ଏଥରକ ମୁଁ କିଛି କିଣିଛି। ତ ତା ଦେହରେ କିଛି ବଡ଼ ବି ଅଛି। ବଡ଼ ସାଇଜ୍ ଗୁଡ଼ାକ ମୋର ଖାସ୍ କରିକି ପନିପରିବା ଗଛ ପାଇଁ ଆଣିଥିଲି। ଆଉ ଛୋଟ ଗୁଡ଼ାକ ସବୁ ଏମିତି ମନ୍ଦାର ଗଛ ପାଇଁ। ତ ଏଇଠି 4 ମାସ ପୂର୍ବରୁ ଯୋଉ ଧୁମ ତୁଫାନ ହେଇଥିଲା ସେଥିରେ କିଛି ସିମେଣ୍ଟ କୁଣ୍ଡ ପଡ଼ିକି ମୋର ଫାଟି ଯାଇଥିଲା। ଆଉ ସେଇ ସିମେଣ୍ଟ କୁଣ୍ଡରୁ ବାହାର କରିକି ଯେତେବେଳେ ମୋ ପାଖରେ ଗ୍ରୋ ବ୍ୟାଗ୍ କିଛି ଫାଙ୍କା ରୁହେ, ମୁଁ କିଛି ଗଛକୁ ମୁଁ ଟ୍ରାନ୍ସପ୍ଲାଣ୍ଟିଂ କରିଦିଏ। କିନ୍ତୁ ଗୋଟିଏ କୁଣ୍ଡ ଟିକେ ହାଲକା ଚଅଁରି ଥିଲା ଆଉ ତାର ଉପର ଭାଗ ଟିକେ ଫାଟି ଯାଇଥିଲା, ଫାଟିକି ବାହାରି ଯାଇଥିଲା। ତ ସେଇଟାକୁ ମୁଁ ସେମିତି ହିଁ ରଖିଦେଇଥିଲି। କାହିଁକି ନା କିଛି ଗଛ ମୁଁ ଯେତେବେଳେ ଟ୍ରାନ୍ସପ୍ଲାଣ୍ଟିଂ କରେ ମୋର ଆଦତ ହେଲା ସେ ଗଛର କିଛି ଚେରକୁ କାଟି ଦେଇଥାଏ। ଆଉ ସେ ଚେର ସେଥିପାଇଁକା ମୁଁ କାଟିଦେଲା ମାନେ ଗଛଟା ଯେହେତୁ ବଂସାଏ ଆଉ କଢ଼ ବି ପ୍ରବଳ ଆସିଥିଲା, ସେଥିପାଇଁକା ଇଚ୍ଛା ହେଉନଥିଲା କାଳେ କଢ଼ ଗୁଡ଼ାକ ଝଡ଼ି ପଡ଼ିବ, ଡେମ୍ଫ ଗୁଡ଼ାକ ହଳଦିଆ ପଡ଼ିଯିବ, ସେଥିପାଇଁ ମୁଁ ଜମାରୁ ବି ତାକୁ ହାତ ମାରୁନଥିଲି। କିନ୍ତୁ ସ୍ୱାମୀଙ୍କ ନଜରରେ ଆଜି ଯେହେତୁ ସକାଳ ବେଳା ପଡ଼ିଯାଇଛି, ସେଥିପାଇଁକା ସ୍ୱାମୀ କହିଲେ ଭଙ୍ଗା କୁଣ୍ଡ ରଖନ୍ତିନି, ଚାଲ ଆମେ ତାକୁ ବାହାର କରିଦେବା। ସେଥିପାଇଁକା ଆଜି ସେସବୁ କୁଣ୍ଡକୁ ବାହାର କରିଦେଲେ, ମୁଁ ତାକୁ ପାଣି ଦେଇକି ଛାଇରେ ରଖିଦେଲି। ତ ଲାଗିଯିବ ଏଇଟା।